ଜାନୁଆରୀ 15, 2025 ଭାରତୀୟ ନୌସେନା ପାଇଁ ଏକ ଐତିହାସିକ ଦିନ। କାହିଁକି ନା ଆଜି ନୌସେନାରେ ସାମିଲ ହୋଇଛି 3ଟି ଯୁଦ୍ଧ ଜାହାଜ। ଆଇଏନ୍ଏସ୍ ସୁରତ, ନୀଲଗିରି ଏବଂ ବାକ୍ସିରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେନାବାହିନୀର ବୀର ଯବାନମାନଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଏହି 3 ନୂଆ ଯୁଦ୍ଧ ଜାହାଜ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି। ନୌସେନାକୁ ସୁଦୃଢ଼ କରିବାରେ ଏହା ବେଶ୍ ସହାୟକ ହୋଇପାରିବ। ତେବେ ଭାରତରେ ନିର୍ମିତ ଏହି ଜାହାଜରେ ଲାଗିଛି ଅତ୍ୟାଧୁନିକ ସେନ୍ସର ଏବଂ ଯୁଦ୍ଧାସ୍ତ୍ର। ସମୁଦ୍ର ଭିତରେ ଲଢ଼େଇ ପାଇଁ ସୁରତରେ ଲାଗିଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣ୍ଟି ସବମେରାଇନ୍ ୱେପନ ଏବଂ ସେନ୍ସର। ଏଥିସହିତ ଆଇଏନ୍ଏସ୍ ସୁରତ ଏବଂ ନୀଲଗିରିରେ ଏକାଧିକ ହେଲିକପ୍ଟର ଅବତରଣ କରିବାର ସୁବିଧା ମଧ୍ୟ ରହିଛି। ଚେତକ ଏବଂ MH-60R ଭଳି ଲାଇଟ୍ ୱେଟ୍ ହେଲିକପ୍ଟର ଏଥିରେ ଅବତରଣ କରିପାରିବ।